ବଟ ଗଛ ଉପରେ ଠାକୁର ଅଛନ୍ତି। 500 ଟଙ୍କା ସକାଳୁ ସକାଳୁ ରୋଜଗାର କଲେନି। ସାଙ୍ଗମାନେ ଆଉ ଏକ ନୂଆ ଭିଡିଓରେ ଆପଣଙ୍କୁ ସ୍ୱାଗତ ଜଣାଉଛି। ତ ଆଜି ମୁଁ ବାହାରିଛି ଧାନ ଚେଞ୍ଜ କରିବା ପାଇଁ, କାହିଁକି ନା ଯେ ଧାନ ଆସିଥିଲା ସେ ଧାନ ଚେଞ୍ଜ କରାଯିବ। ତ ବାବା ଘିନି ଆସିଥିଲେ 1010 ସରୁ ମାନେ ଭୁଜା ପାଇଁ ଘିନି ଆସିଥିଲେ। ଯେଟା ଚାଷ ହବ ତ ସେଟା ସରୁ ହେଇଛି। ତ ଆଉ ଗୋଟେ ମାନେ ସେଇ 1010 ର ଆଉ ଗୋଟେ ମାନେ ଧାନ ଅଛି ମୋଟା ଧାନ। ତ ମୁଁ ଯିମି ସେଟା ଚେଞ୍ଜ କରିବା ପାଇଁ। ତ ସେ ଧାନ ମୁଁ ଏବେ ଆପଣଙ୍କୁ ଦେଖଉଛି। ଧାନ କେଇଟା ତ 5 କିଲୋ ଧାନ ଘିନି ଆସିଥିଲେ। ଏଇ ଧାନ ଅଛି, ମୁଁ ନେଇକି ଯିମି ଏବେ ଚେଞ୍ଜ କରିବା ପାଇଁ ରାସ ପାଖକୁ। ତ ଯିଏ ଧାନ ବିକୁଛି ସିଏ ହେଲା ମୋ ସାଙ୍ଗ ଅଜୁ। ତା ଦୋକାନରେ ମାନେ ଧାନ ସିଏ ବିକୁଛି, ମାନେ ବିହାନ ଧାନ। ତ ସେଇଠି ଯିବୁ ଆମେ ଚେଞ୍ଜ କରିବା ପାଇଁ। ଆପଣ ତ ଦେଖିଥିବେ, ତ ମୁଁ ଯାଇଥିଲି ଥରେ ଏଇ ଆଗ ଭିଡିଓରେ ଜାଣିଥିବେ। ତ ମୁଁ ନଡା ଜଳେଇ ଯେତେବେଳେ ଯାଇଥିଲି, ତ ସେଇଠି ହିଁ ତଳା ପଡିବ 5 କିଲୋ ଧାନ। ତ ସେଇ ଧାନ ଆମେ ଚେଞ୍ଜ କରିବା ପାଇଁ ଯିବା। ଫାଷ୍ଟ ଆସିଥିଲା, ତ ଏବେ ଯିବା ଚେଞ୍ଜ କରିବା ପାଇଁ। ଚେଞ୍ଜ କରିଲା ପରେ ନୂଆ ଧାନ ବି ଆଉ ଗୋଟେ ସେ ବ୍ରାଣ୍ଡର ମାନେ ସେଇ 1010 ର ଆଉ ଗୋଟେ ଧାନ ଆଣିବା। ତ ଚାଲନ୍ତୁ ଯିବା ସେ ଧାନ ଆଣିବା ପାଇଁ ସାଙ୍ଗ ପାଖକୁ। ତ ଭିଡିଓରେ ବନେଇ ରୁହନ୍ତୁ। ଯଦି ଭିଡିଓ ଭଲ ଲାଗେ ତାହେଲେ ଲାଇକ୍, ସବସ୍କ୍ରାଇବ ଏବଂ ସେୟାର ଟିକେ କରିଦେବେ। ଯଦି ଫେସବୁକ୍ ପେଜରେ ଦେଖୁଛନ୍ତି ତାହେଲେ ଟିକେ ଫଲୋ କରିଦେବେ। ତ ଚାଲନ୍ତୁ ଯିବା। ମୁନା ମୁଁ ଭାରି ପଡିছে ଧାନ ଚେଞ୍ଜ କରତେ ଯିବା। ତ ମୁନା ତ ଦେଖିପାରୁଥିବେ ପଛରେ ଅଛି। ସିଏ ସାଇକେଲ ଯିବା ଆଜି କେନା ଏଇଠି 1 କିଲୋମିଟର ବି ହବନି ଆମ ରାସ ଛକ। ତ ଭାରି ପଡିছে ମୁନା ମୁଁ ଯିବା। ମୁନା ଧରିଛି ଏଇ 5 କିଲୋ। ସେଇ ନାକି ତ ଚାଲନ୍ତୁ ଯିବା, ରାସ୍ତାରେ ଅଛୁ। ଚାଲ ସାଇକେଲ ମେଘା ସାଇକେଲ, ଏଇଟା ମେଘା ସାଇକେଲ ମୁଁ ଚାଲିଛି। ତ ରାସ୍ତା ପାଖକୁ ଏବେ ବାହାରିଲୁ। ରାସ୍ତାରେ ଯାଉ ଯାଉ ତ ଆମ ଗଳିରେ ଗୋଟେ ଗଛ ଅଛି ହେଲା, ସେଠି ପୂଜା କରନ୍ତି ସମସ୍ତେ ଆସିକି। ମାନେ ବଟ ଗଛକୁ ସମସ୍ତେ ପୂଜା କରନ୍ତି। ତ ସେଇ ବଟ ଗଛ ପାଖରେ ପହଞ୍ଚିଲାକୁ ମାନେ ଗଛ ଉପରେ ଠାକୁର ଅଛନ୍ତି। ମାନେ ହଠାତ୍ ଗଛ ଉପରେ, ସବୁଦିନ ଯାଉଛି ଗଛ ଠାକୁର ନାହାନ୍ତି, ଆଜି ଗଛ ଉପରେ ଠାକୁର। ମୁନା ଦେଖୁଛୁ, ଦେଖ ଦେଖ। ତ ଦେଖିପାରୁଛେ ପୁରା ଏମିତିଆ ଦୃଶ୍ୟ। ମାନେ ଆମର ଏ ସାଇଡରେ କିଏ ରାତ୍ରି ଦେଇଛି କି? ତ ନଥିଲା ଗଛ ଗୋଟେ ଠାକୁର କାହିଁ ଥିଲାନି ନା? ରାତି ବେଳେ ଆଜି କିଏ ରଖିଛି ବୋଧେ। ହଁ, ଏଟା କି ଠାକୁର? ଏ କାର୍ତ୍ତିକ ଠାକୁର ନା? କାର୍ତ୍ତିକ ଠାକୁର ଜଣା ପଡୁଛି। ତ ଦେଖିପାରୁଥିଲେ ଏଠି ପୂଜା ବି କରନ୍ତି, ଡେଲି ପୂଜା ହୁଏ। ଏ ସାଇଡରେ ତୁଳସୀ ମନ୍ଦିର, ଠାକୁର ମାନେ କି ଠାକୁର, ଗଛ ଉପରେ ବି ଠାକୁର। ମାନେ ଏତେ ହଠାତ୍ ଉପରେ ଗଛ କିଏ ରଖିଦିଆ ଲାଗି ରାତିର ଖାଇଛି ନା? ତ ଆମେ ଡେଲି ଯାଉଛେ ଏଇ ରାସ୍ତାରେ, ଆମେ ଡେଲି ଯାଉଛେ କିନ୍ତୁ ଠାକୁର ନାହିଁ। ତୁ ଛୁଆ ଦେଖିଛୁ କେବେ ଠାକୁର? କିଏ ରଖିଦେଲା? ସିଏ ବି ଜାଣିପାରୁନାହିଁ। ତ ପଚାରିଲା ସିଏ ବି ହଠାତ୍ ଉପରେ, ଆମେ ତ ଦେଖୁଛେ ଠାକୁର ବି ମାନେ ସବୁ ଆଶ୍ଚର୍ଯ୍ୟ ହେଇଛନ୍ତି ଠାକୁର। ଏମିତିକା ଯା ହଉ ଆମେ ଧାନ ଚେଞ୍ଜ କରି ଆଜି ହଠାତ୍ ଉପରେ ଠାକୁର। 500 ଟଙ୍କା ସକାଳୁ ସକାଳୁ ରୋଜଗାର କଲେନି। ଦିନ 10ଟା ହେଇଛି, ସବୁ କାମ ଜଣା। କିଛି ଅଛି ନା ମେସିନ ଠୁ ଆହୁରି ପୁରା କାମ ଅଧିକ କରନ୍ତି ହେଲା। ପୁରା ଚିହ୍ନା ଆମ ଗାଁର ପୁରା ଫେମସ ମୋ ଦାଦୁ। ସତୀଶ ସାମନ୍ତ। ତ ଦେଖିପାରୁଥିବେ ପୁରା ତାଙ୍କୁ, ମୋ ଦାଦୁ ମାନେ ରାତି 3ଟାରୁ ଉଠି ଏକଲା କାମ କରୁଥିବେ। ତ ମଜାରେ ବି ସେ ରାସ୍ତାରେ ଆସେ ମୋ ମାମୁଁ, ମୋ ଦାଦୁ ଘେରି ଦେଇଛନ୍ତି ମୁନାକୁ। ଆପଣ ଭିଡିଓରେ ବନେଇ ରୁହନ୍ତୁ, କି ଛୁଆ ହବ ମୁଁ ଜଣେଇବି ଆପଣଙ୍କୁ। ବିଶ୍ୱାସ କରିବେ ଏଠି ମୋ ଚାଲିଛି। ତ ମୋ ଦାଦୁର ପୁରା ପେଟ ଭାରି ଯାଇଛି ଛୁଆ ହବ ବୋଲି। ଏବେ ମୁଁ ରାସ ପାଖରେ ପହଞ୍ଚି ଯାଇଛି। ମୁନା ମୁଁ ଚିହ୍ନୁଆ ସେଠି ରାସ ପାଖରେ। ମୁଁ ଅଜା ପାଖକୁ ଯିବି, ତା ଧାନ ଆମର ଯୋଉ ଧାନ ଚେଞ୍ଜ କରିବା ଚାଲିଛି ରାସ୍ତାରେ। ଦୋକାନ ବି ପହଞ୍ଚିଗଲେ। ଅଜା ଦୋକାନ ଆମ ସାଙ୍ଗ। ଏଠି କିଛି ଭାଇ ମାନେ ଘର ପାଖରେ ବସିଛନ୍ତି। ଅଜା ଏଇଠି ଅଛି, ତା ଦୋକାନ ଏଇଟା। ଦୋକାନକୁ ଆସିଲା ଦୋକାନ ନାହିଁ, ଦୋକାନରେ ଯାଇକି ବାହାରେ ବୁଲୁଛି।
ତ ମୋ ସାଇକେଲ ବି ଠିଆ ହେଇଛି, ଧାନ ଏଇଠି ଅଛି। ତ ଦୋକାନ ଭିତରେ ନ ରହିକି ବାହାର ଛକର କରୁଛି ମୋ ସାଙ୍ଗ। ତ ତାଙ୍କ ଦୋକାନ ବି ଦେଖିବାକୁ ପୁରା ଫୁଲ। ତ ମୁଁ ଆସି ଧାନ ତ ଚେଞ୍ଜ କରିବା, ମୁନା ଛାଡିଦେଇ ପଳେଇଛି। ମୁନା ତାକୁ କହିନି ଧାନ ନେଇକି ଆଇଛି, ସେ ଧାନରେ ପକେଇ ଦେଇ ପଳେଇଛି। ତ ହାତ ଦେଖିବାକୁ ଧାନ ପୁରା ଆପଣଙ୍କୁ ତ ଦେଖେଇଥିନି। ମୋ ଭାଇ ଧାନ ମାନେ କେରା ନେଇକି ରଖୁଛି। ଧାନ କେରା କେମିତି କାହାଠୁ ପାଇଲୁ? ତ 5 କିଲୋ ଧାନ ନେଇ ଯାଇଥିଲି, ସେ 5 କିଲୋ ରିଟର୍ଣ କରିବି। ଆଉ ଗୋଟେ ନୂଆ ଧାନ, ସେଇ ଧାନ ମୋଟା ନା ଏଇ ଧାନ ଏ ମୋଟା ବାଲା ଧାନଟା ଦେଖ। ତ ବାବା କହିଲେ ତୁ ଯାଇକି ମୋଟା ଘିନିବୁ। ମତେ କିଛି ମତେ ବାବା ମତେ ଗାଳୁଛନ୍ତି, କହିଲେ ତୁ ଯାଇନୁ କାଲି କହିଯାଇଥିଲା ମୁସା କରିଦେଇଛି ଆଉ। ଏଇଟା ମୋଟା ତ ଏଇ ଧାନ ମୁଁ ଦେଖୁଛି, ଏଇଟା ପୁରା ମୋଟା ଧାନ। ଆମ ସେ ଧାନ ଦିଟା ମିଶା ଦେଇ ଜାଣିବି କିଛି ସେଇଟା ପୁରା ଡିଫରେଣ୍ଟ ଧାନ। ବୁଝିହଉନି କିଏ ଧାନ ନବା, ମୋଟା ଧାନ ତ ସେମ ଧାନ ଜଣା ପଡୁଛି। କିସ କରିବି? ତ ଏବେ ପୁରା କନଫ୍ୟୁଜ ଅଛି, ଧାନ ମୁଁ ଚେଞ୍ଜ କରିବି ନା କରିବିନି, କାହିଁକିନା ସେ ଧାନ ଯେମିତି ଏ ଧାନ ବି ସେମିତି ଦେଖାଯାଉଛି। ଭାଇ କିସ କରିବା? ମତେ କହିଲେ ବାବା ମୋଟା ଦେଖିକି ନିବୁ, 1010 ମୋଟା ବାଲା। ସେ ବୁରା କାଟୁଛି, ମୋ ସାଙ୍ଗ ବୁରା କାଟୁଛି, ବୁରା କାଟି ଧାନ କାଟା ହଉଛି। ନାଇଁ ଏଇଟା ଗୋଟେ ପ୍ରକାର, ଏଇଟା ଗୋଟେ ତିନିଟା ଦେଖିନି ଦେଖ ସମୟରେ ମୁଁ କିସ କହିମି କଥା ସେଇଟା ତ ବାଉ କି ନେଇଦବୁ ମୁଁ ଗାଡି ନାଇଁ ଗାଡି ଯାହା ବି ହଉ ପୁରା କନଫ୍ୟୁଜ। ଏଇଟା ଦେଲୁ ନା ମୋଟାଟା ନା ତିନିଟା ଧାନ ଦେଖିଲା ସେମ ଜଣା ପଡୁଛି ନା ପୁରା ସେମ ଧାନ। କିସ କରିବା ଖାଲି ଭାବୁଛି। ଧାନ ତ ଆସିଥିଲେ ଚେଞ୍ଜ କରିବା ପାଇଁ, ତ ଧାନ ତ ଚେଞ୍ଜ କଲିନି। ଯେ ମାନେ ତିନିଟା ଗୋଟେ ଧାନ ତିନିଟା କମ୍ପାନୀ ତ ସେମ ଧାନ ପୁରା। ତ ଆମେ ଧାନ ଚେଞ୍ଜ କଲେନି। ଭାଇ ବଇଥିଲା 3 ଜଣ କମ୍ପେୟାର କଲେ, ହେଲାନି। ଯିଏ ମୋ ସାଙ୍ଗ ତା ତ ଦୋକାନ, ସିଏ ବି କମ୍ପେୟାର କଲା ସେମ ଧାନ, ଖାଲି ଖାଲି ନବୁ କେନେ ସେଇଟା ନେଇଯା। ତ ଆଣିକି ଫେରେ ଆମେ ଘରକୁ ନେଇଯିବି। ବାବା କତିକି ଫୋନ କରିଥିଲି, ବାବା କହିଲେ ନେଇଯିବି, ଘରକୁ ନେଇ ପଳେଇ ଯିବି। ତ ପଳେଇ ଯିବା ଏବେ। ଇଏ ସାଙ୍ଗ ମୁଁ ବସିଛେ, ମୁନା ଯାଇଛି ସେଠି ପରିବା ମାର୍କେଟିଂ କରତେ। ଯାଉ ଆସିଲେ ଚିହ୍ନରା ବି ଦେଖା ହେଇଛି। ତ ଚାଲନ୍ତୁ ଯିବା। ତ ମୁଁ ମୋ ସାଙ୍ଗ ଦୋକାନ ବି ଭଲସେ ଦେଖି ଦଉଛି କେମିତିଆ ଦୋକାନ। ମୋ ସାଙ୍ଗ ଏଠି ବସିଛି ଅଜୟ, ତାଙ୍କ ଦୋକାନ ଏଠି ସବୁ ମାନେ ତାର ୟା ପରେ ସବୁ ପ୍ରକାର ଅଛି। ପୁରା ଫୁଲ ଦୋକାନ ରିଭ୍ୟୁ ମାନେ ଦେଖଉଛି ମୁଁ ଆପଣଙ୍କୁ। ଦାନା ଏ ସାଇଡ ଦାନା ବର୍ଜ୍ୟ ପାଇଁ ସବୁ କିଛି, ଏଠି ଧାନ ବି ଫୁଲ। ମୋ ସାଙ୍ଗ ଏଠି ବସିଛି। ଆମେ ଧାନ ମୁଁ ନେଇକି ଆସିଥିଲି, ୟା ପାଖରେ ସବୁ ପ୍ରକାର ଧାନ। ଏଇଟା ଯେ ମୁଁ ଘରୁ ନେଇ ମାନେ ଘିନେ, ଏଇଟା ଅଛି ତାର, ଏଇଟା ମୋଟା କେବେରି ନା ମୋଟା କେବେରି, ଏଇଟା ମୁଁ ନେଇ ଘିନି ଆସିଥିଲି। ଚାଲନ୍ତୁ ଡାକିଥିଲି ମୁନାକୁ ଧାନ ଦେଖିବା ପାଇଁ, ସେ ପଳେଇ ଆସିଛି ପରିବା ମାର୍କେଟିଂ କରିବା ପାଇଁ। ତ ମୁଁ ମୁଁ କହୁଥିଲି ଇଏ ପରିବା ମାର୍କେଟିଂ କରୁଛି, ଆସି ଚିହ୍ନ ସେଠି ଅଛି। ବହୁତ ଶସ୍ତା ଦିଏ, ୟାଠୁ ଶସ୍ତା କେହି ଦବନି। ଦୋକାନୀ ବାଲା ଆମ ଭେଣୀ, ଆଜ୍ଞା ବହୁତ ଶସ୍ତା ଦିଏ। ପରିବା ଦୋକାନ ଇଏ ହାଇଦ୍ରାବାଦରୁ ଆଇଛି ପରିବା ହାଟ ନେଇତେ, ତାକୁ ଦେଖାଇବା ମୁହଁଟାକୁ। ନାଇଁ ଇଏ ବାହାରୁ ଥିଲା ଭାଇ, ବାହାରୁ ଥିଲା, ଇଏ ଆସିଛି 5 ଦିନ ହେଲାଣି। ଇଏ କଷାବ ଲୋକ ଖାଲି ପରିବା ନଉଛନ୍ତି। ତ ମୁଁ ଏ ଭାଇ ଚାଲ ଭାଇ ଧାନ ଟା ଟିକେ ଦେଖିବା ଯାଉ ଭାଇ, ଚାଲ ଧାନ ଟା 3 ଲୋକ ଧାନ ଦେଖେଇଲା 3ଟା ମୁଁ ଚିରା ମାନେ
ତ ଯିବା ପଳେଇ ଯିବା ଧାନ ଚାଲ ଟିକେ ଦେଖ ଆମର ଏଇଟା ରାସ ଛକ ଚିହ୍ନଟା ପଳେଇଗଲା ଏ ରାସ ସାଗର ପାଖରେ ଏଇଟା ଆମ ପଞ୍ଚାୟତ ଅଫିସ ପୁରା ରୋଡ ପାଖରେ ପରିବାର ତାପରେ ମାଛ ନେବା ପାଇଁ ଆସି ମାଛ ନେଇ ସାରିଲା ପରେ ଆମେ ଯିବା ଧାନ ଚେକ୍ କରିବା ଏଇଠି ଅଛି ମାଛ ଦେଖିବା ପୁରା ମାଛ ମାଛ ଏବେ ନେଇଯିବା ଆମେ ମାନେ ଗୋଟେ ପରେ ଗୋଟେ କାମ ବଢେଇ ଚାଲିଛି ଛକ ପାଖରେ ମାଛ ତ ନେଇ ସାରିଛେ ଏବେ ଚାଲିଛି ରାସ୍ତାରେ ପୁରା ଛକ ଉପରେ ଅଛି ମାନେ ଏଇଟା ଆମର ହେଲା ପଞ୍ଚାୟତ ଅଫିସ ପ୍ରମୁଖ ପଞ୍ଚାୟତ ଅଫିସ ହେଲା ପିଣ୍ଟୁ ଦା ଆମର ସେ ଦୋକାନ ସବୁ ଖାଇବିନି ଧାନ ଦେଖି ଚାଲ ତ ଏବେ ଚାଲିଛୁ ଆମେ ରାସ୍ତା ଭିତରେ ଲୋକମାନେ କମେଣ୍ଟ ପାସ୍ ବି କରୁଛନ୍ତି ତ ଭାଇ ମତେ ଡାକିଲେ କେନ ପଚାରିବା ହେଲା ପିଣ୍ଟୁ ଦା ଆମର ତାଙ୍କ ଦୋକାନ ଏଇଟା ଗ୍ରୋସରୀ ଦୋକାନ ଦେଖୁଥିବେ ଆମ ଗାଁ ଲୋକମାନେ ଦେଖୁଥିବେ ତ ନିହାତି ଏଠି ଭିଜିଟ କରିବେ ମୋ ଭାଇଙ୍କ ଦୋକାନ ପାଖରେ ଗ୍ରୋସରୀ ଦୋକାନ ପାଇକାରୀ ତ ନେଇସାରିଛୁ ଯେଟା ନେଇଥିଲେ ସେଟା ଘୁରିକି ନେଇ ପଳେଇ ଆସିଛେ ତ ଦେଖିବା ଯେ ଆଇଲା ବେଳେ ଚାଲି ଚାଲି ଆସିଥିଲେ ଗଲା ବେଳେ ସାଇକେଲ ଯାଉଛେ ଦେଖ ମୁଁ ବସିଛି ମୋ ପାଖରେ ଧାନ ଚାଲନ୍ତୁ ମୁଁ ଡ୍ରାଇଭର ତ ମୋ ଭାଇ ଡ୍ରାଇଭର ଏବେ ଚାଲଛୁ ତ ଯଦି ଆପଣଙ୍କୁ ଭିଡିଓ ଟା ଭଲ ଲାଗେ ତାହେଲେ ଲାଇକ୍ସ ଟିକେ ସେୟାର ଆଉ ସବସ୍କ୍ରାଇବ ଟିକେ କରିଦେବେ ଯଦି ଫେସବୁକ ପେଜ ଦେଖୁଛନ୍ତି ତାହେଲେ ଫଲୋ ନିହାତି କରିବେ ବାଏ ବାଏ ରହିଲୁ ପୁଣି କାଲି